ମହମ୍ମଦ ସିରାଜଙ୍କ ଘାତକ ବୋଲିଂରେ ଭାରତର ଐତିହାସିକ ବିଜୟ। ଇଂଲଣ୍ଡକୁ 6 ରନରେ ହରାଇ ସିରିଜ୍ କଲା ବରାବର। ପଞ୍ଚମ ଟେଷ୍ଟର ପଞ୍ଚମ ଦିନରେ ଇଂଲଣ୍ଡକୁ ଜିତିବା ପାଇଁ ଦରକାର ଥିଲା 35 ରନ୍। ଭାରତକୁ ଜିତିବାକୁ ଦରକାର ଥିଲା 4ଟି ୱିକେଟ୍। ଇଂଲଣ୍ଡ ପଞ୍ଚମ ଦିନରେ ବ୍ୟାଟିଂ ଆରମ୍ଭ କରିଥିଲା। 6 ୱିକେଟରେ 337 ରନ୍ ବ୍ୟାଟିଂ ଆରମ୍ଭ କରି ପଞ୍ଚମ ଦିନରେ ମାତ୍ର 10 ରନରେ ପ୍ରଥମ ୱିକେଟ୍ ମାନେ 347 ରନରେ ସପ୍ତମ ୱିକେଟ୍ ହରାଇଥିଲା। ସେହିଭଳି 354ରେ ଅଷ୍ଟମ ୱିକେଟ୍, 357ରେ ନବମ ୱିକେଟ୍ ପଡ଼ିଥିଲା ଇଂଲଣ୍ଡର। ସେହି ସମୟରେ ମାତ୍ର ଦରକାର ଥିଲା ଭାରତକୁ ଜିତିବା ପାଇଁ ଗୋଟେ ୱିକେଟ୍ ଏବଂ ଇଂଲଣ୍ଡକୁ ଦରକାର ଥିଲା 6 ରନ୍। ଇଂଲଣ୍ଡର ବ୍ୟାଟିଂରେ ଆଟିକସନ୍ ବ୍ୟାଟିଂ କରିଥିଲା ବେଳେ ବୋଲିଂ ପାଇଁ ଆସିଥିଲେ ଭାରତ ପକ୍ଷରୁ ମହମ୍ମଦ ସିରାଜ। ମହମ୍ମଦ ସିରାଜ ଆଟିକସନ୍ଙ୍କୁ ପ୍ରଥମ ବଲ୍ରେ ୟାର୍କର ମାରି ବୋଲ୍ଡ କରିଥିଲେ ଏବଂ ଏହି ବିଜୟ ପରେ ଭାରତ 6 ରନ୍ରେ ଇଂଲଣ୍ଡକୁ ହରାଇଥିଲା ଏବଂ ଏହି ବିଜୟ ପରେ ଭାରତ 2-2ରେ ସିରିଜ୍ ବରାବର କରିଥିଲା। ସବୁଠୁ ବଡ଼ କଥା ହେଲା ଭାରତ ଆଜି ପର୍ଯ୍ୟନ୍ତ ଟେଷ୍ଟ ଇତିହାସରେ ଏତେ କମ୍ ରନ୍ ବ୍ୟବଧାନରେ କୌଣସି ଦେଶକୁ ହରାଇ ନାହିଁ। ଇଏ ହେଉଛି ପ୍ରଥମ ଯିଏକି ଇଂଲଣ୍ଡକୁ ମାତ୍ର 6 ରନ୍ରେ ପରାସ୍ତ କରିଥିଲା। ମହମ୍ମଦ ସିରାଜ ଏମିତି ଘାତକ ବୋଲିଂ କରିଥିଲେ ଯେ ତାଙ୍କ ବୋଲ୍କୁ କେହି ବୁଝିପାରିନଥିଲେ ଏବଂ ସେ ଟେଷ୍ଟ କ୍ରିକେଟରେ ଦ୍ୱିତୀୟ ଇନିଂସରେ 5ଟି ୱିକେଟ୍ ନେଇଥିଲେ।